ଜାଣି ହୁଏ ନାହିଁ ଜୀବନ ରାସ୍ତାଟା କାହିଁକି ଏମିତି ହୁଏ। ଛାଡ଼ି ଆସିଥିବା ଚିହ୍ନା ରାସ୍ତାଟା ବି ଜାଣି ଶୁଣି କଷ୍ଟ ଦିଏ। ଆଜ୍ଞା ଶୁଭ ସକାଳ, ଜୟ ଜଗନ୍ନାଥ। ଆଶା କରୁଛି ଆପଣମାନେ ଭଲରେ ଥିବେ। ଜୀବନ ରାସ୍ତାରେ ବେଳେବେଳେ ଆମେ କିଛି ଛାଡ଼ି ଆସିଥିବା ରାସ୍ତା ବି ବେଳେବେଳେ ଆମକୁ ଅଚିହ୍ନା ଅଚିହ୍ନା ଲାଗେ। ସେ ରାସ୍ତା ବି ଆମକୁ ସାଥ ଦିଏନି। ତେଣୁ ସେମିତି ଆପଣ ଛାଡ଼ି ଆସିଥିବା ରାସ୍ତା ଯଦି ଆପଣଙ୍କୁ ଅଚିହ୍ନା ଅଚିହ୍ନା ଲାଗୁଛି, ଆପଣଙ୍କୁ ଛାଡ଼ି ଦେଇଥିବା ମଣିଷ, ଆପଣଙ୍କୁ ଛାଡ଼ି ଦେଇଥିବା ସମୟ, ଆପଣ ଭୁଲି ଯାଇଥିବା ସେ କଥା ଆପଣଙ୍କୁ ସାଥ ଦେବ ବୋଲି ଭାବୁଛନ୍ତି? ନାଇଁ ଆଜ୍ଞା, ଆପଣଙ୍କୁ ଯିଏ ଛାଡ଼ିଛନ୍ତି, ଆପଣ ଯେଉଁ ସମୟ ଛାଡ଼ି ଦେଇଛନ୍ତି ସେ ସମୟକୁ ଆଉ ମନେ ପକାନ୍ତୁନି, କାରଣ ସେ ସମୟ ଆପଣଙ୍କର ହିଁ ନାହିଁ ଆଜ୍ଞା। ବର୍ତ୍ତମାନ ଯେଉଁ ସମୟ ଆପଣଙ୍କ ପାଖରେ ଅଛି, ବର୍ତ୍ତମାନ ଯେଉଁମାନେ ଆପଣଙ୍କ ପାଖରେ ଅଛନ୍ତି, ସେଇମାନଙ୍କୁ ନେଇ ଜୀବନର ରାସ୍ତାକୁ ଆଗକୁ ଗଢ଼ାନ୍ତୁ। କାରଣ ଅତୀତ ସବୁବେଳେ ପାଇଁ କଷ୍ଟ ଦିଏ। ଅତୀତରେ ହଁ ଅଳ୍ପ କିଛି କଥା ଥାଏ ଯାହାକୁ ମନେ ପକାଇଲେ ଟିକେ ଖୁସି ଲାଗେ, କିନ୍ତୁ ଅନେକ ଅତୀତ ଏମିତି ଆମ ଜୀବନରେ ଘଟି ଯାଇଥାଏ ଯାହାକୁ ମନେ ପକାଇବାଟା ଏକ ବ୍ୟର୍ଥ ଥାଏ। କାରଣ ମନେ ପକାଇଲେ ହିଁ କେବଳ କଷ୍ଟ ହୁଏ। ଯେଉଁ କଥା ମନେ ପକାଇଲେ ଆପଣଙ୍କୁ କଷ୍ଟ ହେଉଛି, ସେ କଥା ମନେ ପକାଇବାର ଆଜ୍ଞା ଆବଶ୍ୟକତା ନାହିଁ। କାରଣ ବେଳେବେଳେ ନା ଲୋକ ଅତୀତକୁ ମନେ ପକାଇ ନିଜ ବର୍ତ୍ତମାନକୁ ନଷ୍ଟ କରିଦିଅନ୍ତି। ତେଣୁ ଅତୀତକୁ ମନେ ପକାଇ ବର୍ତ୍ତମାନକୁ ନଷ୍ଟ କରନ୍ତୁନି ଆଜ୍ଞା। ଭବିଷ୍ୟତକୁ ଲକ୍ଷ୍ୟ କରି ବର୍ତ୍ତମାନକୁ ଏକ ସୁନ୍ଦର ସ୍ୱପ୍ନ ସହ ଗଢ଼ନ୍ତୁ। ଯେଉଁ ସ୍ୱପ୍ନ ଆପଣଙ୍କୁ ଭବିଷ୍ୟତରେ ଏମିତି ଏକ ଜାଗାରେ ଛିଡ଼ା କରିବ, ଏମିତି ଏକ ମାଇଲ ଖୁଣ୍ଟ ତିଆରି କରିବ, ଅତୀତରେ ଘଟିଯାଇଥିବା ଘଟଣା ବି ଧୀରେ ଧୀରେ ଲୁପ୍ତ ହୋଇଯିବ। ତେଣୁ କହିବାର ତାତ୍ପର୍ଯ୍ୟ, ଜୀବନରେ କଷ୍ଟ ଆସେ କଷ୍ଟ ଦେବା ପାଇଁ କମ୍, ଜୀବନକୁ ଗଢ଼ିବା ପାଇଁ ଅଧିକ। ଆମେ କଷ୍ଟକୁ କେମିତି ହ୍ୟାଣ୍ଡେଲ୍ କରୁଛନ୍ତି, ଆମେ କଷ୍ଟକୁ କେମିତି ସହୁଛନ୍ତି, ସେ କଷ୍ଟରୁ ଆମେ କ'ଣ ଶିଖିକି ଆଗକୁ କ'ଣ କରୁଛନ୍ତି, ସେଇଟା ହିଁ ଗୁରୁତ୍ୱପୂର୍ଣ୍ଣ। ଜୀବନରେ ଅନେକ ଲୋକ ଆସନ୍ତି ଆଉ ଅନେକ ଲୋକ ଯାଆନ୍ତି, କିନ୍ତୁ କିଛି ଲୋକ ଏମିତି କଷ୍ଟ ଦିଅନ୍ତି, ସେ କଷ୍ଟ ମନରେ ନୁହେଁ ଆଜ୍ଞା, ସିଧା ହୃଦୟରେ ବାଜିଥାଏ। ଆଉ ସେ ହୃଦୟରେ ପାଇଥିବା ଯନ୍ତ୍ରଣା, ହୃଦୟରେ ପାଇଥିବା ବେଦନା ଲୋକ ହିଁ କହିପାରିବ ସେ କଷ୍ଟର ଯାତନା କେତେ। ତେଣୁ କଷ୍ଟ ପାଇବା ସ୍ୱାଭାବିକ କଥା। ଜୀବନରେ କଷ୍ଟ ଆସିବା ଏକ ପ୍ରକ୍ରିୟା ଆଜ୍ଞା। ଯେମିତି ଶୀତ ଋତୁ, ଖରା, ବର୍ଷା, ଶୀତ ଏସବୁ ଗୋଟେ ଗୋଟେ ପ୍ରକ୍ରିୟା, ଜୀବନରେ କଷ୍ଟ ଆସିବା ମଧ୍ୟ ଗୋଟେ ପ୍ରକ୍ରିୟା। ଜୀବନରେ କଷ୍ଟ ଯାହାର ଯେତେ ଆସିଛି, ସେ ଲୋକ ସେତେ ପ୍ୟୁରିଫାଇ ହେଇଛି। ସୁନାର ଆଜ୍ଞା ଯେତେ ସୁନାକୁ ଯେତେ ଆପଣ ଜାଳିବେ, ବୁଝିପାରୁଛନ୍ତି ନା ନାଇଁ, ସୁନାକୁ ଯେତେ ଜାଳିଲେ ବି ସେ ଖାଦ କମିକି କ୍ୟାରେଟ୍ ବଢ଼ିଥାଏ। ସେମିତି ଜୀବନକୁ ଯେତେ କଷ୍ଟ ଆସିବ ଆପଣ ଜୀବନରେ, ଆପଣ ସେତେ ପ୍ୟୁରିଫାଇ ହେବେ, ଆପଣ ସେତେ ମୋଡ଼ିଫାଇ ହେବେ। ବୁଝିପାରୁଛନ୍ତି ନା ନାଇଁ? ତେଣୁ ଜୀବନର କଷ୍ଟ ଆସିବାକୁ ଦିଅନ୍ତୁ ଆଉ କଷ୍ଟକୁ ସାମ୍ନା କରିବା ଶିଖନ୍ତୁ ଆଜ୍ଞା। କାରଣ ଅତୀତକୁ ଯଦି ଆମେ ମନେ ପକାଇବା, ବର୍ତ୍ତମାନଟା ଆମର ଆଜ୍ଞା ନଷ୍ଟ ହୋଇଯିବ। ବର୍ତ୍ତମାନକୁ ଯଦି ଗଢ଼ିବା, ଭବିଷ୍ୟତରେ ଅପେକ୍ଷା କରିଛି ଆମକୁ ଏକ ସୁନ୍ଦର ସ୍ୱପ୍ନ। ଆଶା କରୁଛି କଥାଟି ଆପଣଙ୍କୁ ଭଲ ଲାଗିଥିବ। ଜୟ ଜଗନ୍ନାଥ।